ସାଇକୋଲୋଜି କହିଥାଏ ଯଦି ଆପଣ ନିଜ ପାର୍ଟନର ସହିତ ଶାରୀରିକ ସମ୍ପର୍କ ବନାଇବାକୁ ଚାହୁଁଛନ୍ତି ତେବେ 48 ଘଣ୍ଟା ପୂର୍ବରୁ ଆପଣ ତାଙ୍କର ଅଧିକରୁ ଅଧିକ କେୟାର ନେବା ଆରମ୍ଭ କରିଦିଅନ୍ତୁ। ସେ ନିଶ୍ଚୟ ରାଜି ହୋଇଯିବେ। ସାଇକୋଲୋଜି କହିଥାଏ ମହିଳାମାନେ ନିଜ ଓଠ ବ୍ୟତୀତ ଗାଲ ଓ ବେକରେ କିସି ନେବାକୁ ସବୁଠାରୁ ଅଧିକ ପସନ୍ଦ କରିଥାନ୍ତି। ସାଇକୋଲୋଜି କହିଥାଏ ମହିଳାମାନେ ଯେତେବେଳେ ନିଜକୁ ଅସୁବିଧାରେ ଅନୁଭବ କରିଥାନ୍ତି ତେବେ ସେ ସେହି ସମୟରେ ନିଜ କପଡ଼ା, ଗହଣା, ବେକ ଓ କାନକୁ ଅଧିକ ଛୁଇଁଥାନ୍ତି। ସାଇକୋଲୋଜି କହିଥାଏ ଯେଉଁ ଲୋକମାନେ ଏକରୁ ଅଧିକ ଭାଷା ଶିଖି ନେଇଥାନ୍ତି ସେହି ଲୋକମାନଙ୍କ ମସ୍ତିଷ୍କର ସଞ୍ଚାର ଆହୁରି ଅଧିକ ଜଟିଳ ହୋଇଯାଇଥାଏ। ଏହି ଜଟିଳତା ଆପଣଙ୍କ IQ ଲେଭେଲକୁ ବଢ଼ାଇ ଦେଇଥାଏ। ସାଇକୋଲୋଜି କହିଥାଏ କାହାକୁ କ୍ଷମା କରିବା ଅବଶ୍ୟ ଏହା ସରଳ ହୋଇପାରେ କିନ୍ତୁ ଦ୍ୱିତୀୟ ଥର ସେହି ବ୍ୟକ୍ତି ଉପରେ ଭରସା କରିବା ବହୁତ କଠିନ ହୋଇଥାଏ। ସାଇକୋଲୋଜି କହିଥାଏ ଯେଉଁ ପୁରୁଷମାନଙ୍କର ଦାଢ଼ି ଥାଏ ତାଙ୍କୁ ମହିଳାମାନେ ଅଧିକ ସ୍ମାର୍ଟ ଓ ଅଧିକ ବୁଦ୍ଧିମାନ ବୋଲି ଭାବିଥାନ୍ତି। ସାଇକୋଲୋଜି କହିଥାଏ ସଚ୍ଚା ଭଲ ପାଇବା କେବଳ ସେହି ଲୋକମାନେ ଦେଇପାରିଥାନ୍ତି ଯେଉଁମାନେ କାହାର ଭଲ ପାଇବା ପାଇଁ ଛଟପଟ ହୋଇସାରିଥାନ୍ତି। ସାଇକୋଲୋଜି କହିଥାଏ ଯଦି ଭୁଲକୁ ଭୁଲ କହିବା ପାଇଁ ଆପଣଙ୍କ ପାଖରେ କ୍ଷମତା ନାହିଁ ତେବେ ଆପଣଙ୍କର ତାକତ ଓ ସାହସ ଦୁଇଟି ଯାକ ବେକାର ଅଟେ। ସାଇକୋଲୋଜି କହିଥାଏ କୌଣସି କାମକୁ କରିବା ପୂର୍ବରୁ ଅଧିକ ଭାବିବା ଓ ବିଚାର କରିବା ସେହି କାମକୁ ବିଗାଡ଼ି ଦେଇପାରେ। ସାଇକୋଲୋଜି କହିଥାଏ ଅଜଣା ହୋଇ ରହିବା ବହୁତ ଭଲ ହୋଇଥାଏ କାରଣ ଲୋକମାନେ ଏଠି ପାଖକୁ ଆସି କେବଳ କ୍ଷତି ପହଞ୍ଚାଇଥାନ୍ତି।